मौसा आम गाँव रु आंब आसी मिठा आंब नियो खाइब। ଗାଁରେ ତ ବହୁତ ଗୁଡ଼େ ଆମ୍ବ ଅଛି। ବୋଉମା ଗାଁରେ ଆମ୍ବ ସଢ଼ା କଲେ ହନ୍ତାନି? ବୋଉମା ଆମ୍ବ ସଢ଼ା କର ଟିକେ ଖାଇବା। ବୋଉମା ଆମ୍ବ ଗୋଡିଆ ଅଛି, ଆମ୍ବ ସଢା କରିଥିଲେ ହେତାନି ବହୁତ ଭଲ ଲାଗେ, ମିଠା ଲାଗେ, ବଢିଆ ଲାଗେ। ଆମ୍ବ ସଢା କରିବ। ବୋଉମା ଆମ୍ବ ସଢ଼ା ଟିକେ କର ଖାଇବା। ବୋମା ବହୁତ ଆମ୍ବ ଅଛି, ଆମ୍ବ ସଢା କରନ୍ତୁ ଖାଇବି, ଆମେ ସମସ୍ତେ ଖାଇବି। ଏଠି ଦେଖିପାରୁଥିବେ ଆମ୍ବ ଗୁଡ଼ାକୁ ସବୁ ଚିପୁଡ଼ିକି ମୁଁ ରସ କାଢ଼ି ନେଇଛି। ଘରୁ ବହୁତ ଗୁଡ଼େ ଆମ୍ବ ଆସିଥିଲା, ତ ସେଥିପାଇଁ ଆଶ୍ରମରେ ସମସ୍ତଙ୍କର ଇଚ୍ଛା ଥିଲା ଟିକେ ଆମ୍ବ ସଢ଼ା ଖାଇବା ପାଇଁକି। ଏଠି ମୋର ଆମ୍ବ ସଢ଼ା ପ୍ରୋସେସ୍ ଆରମ୍ଭ ହୋଇଯାଇଛି। ଆମେ ପ୍ରଥମେ ଆମ୍ବକୁ ସବୁ ଚିପୁଡ଼ିକି ରସ କାଢ଼ିଲା ପରେ ତାକୁ ଗ୍ୟାସ୍ରେ ଆମେ ଫୁଟେଇବା, କାହିଁକିନା ଯେତେ ଭଲସେ ଫୁଟେଇବା ତା ପାଣି ଗୁଡ଼ାକ ସେତେ ମରିଯିବ ଆଉ ଆମ୍ବ ସଢ଼ା ଆମର ବହୁତ ବଢ଼ିଆ ଭାବେ ପ୍ରସ୍ତୁତ ହେବ। ତ ତାକୁ ଆମେ ବହୁତ ଭଲ ଭାବେ ପ୍ରଥମେ ଗ୍ୟାସ୍ରେ ଫୁଟେଇବା। ଆବଶ୍ୟକ ଅନୁସାରେ ସେଥିରେ ଦେବା କିଛି ଚିନି, ଅଳ୍ପ ଚିନି, ଯେହେତୁ ଆମ୍ବ ବି ମିଠା ଅଛି ମୁଁ ସେଥିପାଇଁକି ବେଶୀ ଚିନି ଦେଉନି, ବହୁତ ହି କମ୍ ଚିନି ଏଥିରେ ମୁଁ ପକାଉଛି ଆମ୍ବର କ୍ୱାଣ୍ଟିଟି ହିସାବରେ। ତାପରେ ଦେବା କିଛି ଲୁଣ। ଲୁଣରେ ଏଠି ମୁଁ ଟିକେ ସୈନ୍ଧବ ଲୁଣ ନେଇଛି, ତା ଟେଷ୍ଟ ବହୁତ ବଢ଼ିଆ। ଆଉ ତାପରେ ମୁଁ ନେଇଯାଇଛି ଏଠି କିଛି ଜିରା ଗୁଣ୍ଡ। ଜିରା ଗୁଣ୍ଡରେ ତାର ଟେଷ୍ଟ ବହୁତ ବଢ଼ିଆ ଆସେ ଆମ୍ବ ସଢ଼ାର। ଏଇଟା ପୁରା ମସଲା ବାଲା ଆମ୍ବ ସଢ଼ା ରେଡ଼ି ହେଇକି ପ୍ରସ୍ତୁତ ହେବ। ତାପରେ ଇଏ ରହିଲା ଆମର ଚିଲି ଫ୍ଲେକ୍ସ। ଶୁଖିଲା ଲଙ୍କାକୁ ମୁଁ ବ୍ଲେଣ୍ଡ କରିକି ଏଠି ଗୁଣ୍ଡ କରିକି ଚିଲି ଫ୍ଲେକ୍ସ ନେଇଯାଇଛି ପୁରା। ଏଠି ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ମାର୍କେଟରେ ଯେମିତି ମସଲା ଆମ୍ବ ସଢ଼ା ମିଳେ, ଏଇଟା ହେଉଛି ସେଇ ଆମ୍ବ ସଢ଼ା। ଏବେ ତାକୁ ଆମେ ପାରିବା ପାଇଁକି ମୁଁ ନେଇଯାଇଛି ବଡ଼ ବଡ଼ ଦୁଇଟା ପ୍ଲେଟ୍ରେ ଭଲ ଭାବେ ତେଲ ଦେଇକି ମୁଁ ତେଲରେ ଭଲ କି ପଲିସିଂ କରିଦେଇଛି ପ୍ଲେଟ୍ଟାକୁ, ତାକି ଆମ୍ବ ସଢ଼ା ଶୁଖିଗଲା ପରେ ଆଉ ଚିପକିକି ରହିବନି, ଛଡ଼େଇବାକୁ ସୁବିଧା ହେବ। ତ ସେଥିପାଇଁକି ତେଲ ଲଗେଇକି ଏବେ ଆମ୍ବ ସଢ଼ା ତା ଉପରେ ମୁଁ ଲେୟାର କରିକି ଢାଳୁଛି ଆଉ ପ୍ଲେଟ୍ରେ ତାକୁ ଭଲ ଭାବେ ମୁଁ ଏଠି ସେଟ୍ କରି ନେଉଛି। ଆଶ୍ରମରେ ମଉସା ମାଉସୀଙ୍କ ସହିତ ଗପି କେତେବେଳେ ମୋର ସବୁ କାମ ହେଇଯାଉଛି ମୁଁ ନିଜେ ବି ଜାଣିପାରୁନି। ଘରେ ଏକୁଟିଆରେ କଲେ ବୋର୍ ଲାଗେ, କିନ୍ତୁ ଏଠି ସମସ୍ତଙ୍କୁ ଖୁସି ପାଇଁକି କଲାବେଳକୁ ବହୁତ ବଢ଼ିଆ ଲାଗେ। ତ ଏଠି ଗପି ମୁଁ ଏଠି ଆମ୍ବ ପୁରା ମୋର ସେଟ୍ ହେଇଗଲାଣି ପ୍ଲେଟ୍ରେ। ଦେଖିପାରୁଥିବେ ବହୁତ ଭଲ ଭାବେ ମୁଁ ସେଟ୍ କରିନେଇଛି। ଇଏ ବର୍ତ୍ତମାନ ସେଟ୍ ହେଇଗଲା, ୟାକୁ ଆମେ ସାଇଡ଼୍ କରିଦେବା। ଏବେ ଆଉ ଗୋଟେ ପ୍ଲେଟ୍କୁ ବି ମୁଁ ସେମିତି ପୋଛି ନେଇଛି, ୟାକୁ ବି ଆମେ ଟିକେ ତେଲରେ ପଲିସିଂ କରିଦେବା। ଏଇଠି ମୋର ତେଲ ପଲିସିଂ ହେଇଗଲା ପ୍ଲେଟ୍ରେ। ଯେହେତୁ ବହୁତ ଗୁଡ଼େ ଆମ୍ବ ଅଛି ସେଥିପାଇଁକି ପୁରା 2 ପ୍ଲେଟ୍ ଆମ୍ବ ସଢ଼ା ପ୍ରସ୍ତୁତ ହେବ ଆମର। ଆ ଉପରେ ବି ଭଲ ଭାବେ ଢାଳି ନେବା, ଢାଳିକି ୟାକୁ ସେଟ୍ କରିନେବା। ଏବେ ମୁଁ ସବୁ ଯାକ ଢାଳି ନେଲି। ସେଟ୍ ହେଇଗଲା ପରେ ୟାକୁ ପୁରା ଟାଣ ଖରାରେ ନେଇକି ଶୁଖେଇ ଦେବା। 3 ଦିନ ଶୁଖିଲା ପରେ ଆମର ଆମ୍ବ ସଢ଼ାଟି ପ୍ରସ୍ତୁତ ହେଇଯିବ। ଏଠି ଦେଖିପାରୁଥିବେ କେତେ ଭଲ ଭାବେ ମୁଁ ସେଟ୍ କରିନେଲି। ପୁରା 2 ପ୍ଲେଟ୍ ଆମ୍ବ ସଢ଼ା ଆମର ପ୍ରସ୍ତୁତ ହେଇଯାଇଛି। ଏବେ ଚାଲନ୍ତୁ ୟାକୁ ନେଇକି ଆମେ ମାନେ ଖରାରେ ଶୁଖେଇ ଦେବା। ଆଉ ହଁ, ବର୍ଷାକୁ ଟିକେ ଜଗୁଥିବେ, କାଳବୈଶାଖୀ ଆସିଯାଉଛି, ତେଣୁକରି କାଳବୈଶାଖୀ ପ୍ରତି ଟିକେ ନଜର ଦେଉଥିବେ। ଆମ୍ବ ସଢା ଶୁଖିଗଲାଣି କି ରେ? ଦେଖନ୍ତୁ ଆମ୍ବ ସଢା କେମିତି ଶୁଖିଗଲାଣି। ଆମ୍ବ ସଢା ଶୁଖିଗଲାଣି। ନାଇଁ ରଖିଦେ, ଭାଙ୍ଗିଯିବ ମାନେ ଗଲା, ମମି ମତେ ବାଡେଇବେ। ଯାଇକି ଚାଲନ୍ତୁ, ଦେଖନ୍ତୁ ଆମର ଆମ୍ବ ସଢା ଏଇଠି ଶୁଖି ଯାଇଛି। ଏଇଟା ବି ଆମ୍ବ ସଢା ତ ଆମର ରେଡି ହେଇଯାଇଛି। ଚାଲନ୍ତୁ ଆମେ ଦେଖିବା ମମି କି କଣ କହୁଛନ୍ତି, ମମିକୁ ଦେଖିକି ଆସିବା। ମମି ତ ଆମ୍ବ ସଢା ଶୁଖି ଯାଇଛି। ଆସ ଦେଖିବା, ଆସ। ଜଗୁ ମଉସା, ନାରାୟଣ ମଉସା, ନୀଳଚନ୍ଦ୍ର ଭାଇ, ଶାନ୍ତି ମାଉସୀ, ସୁକୁନ ମାଉସୀ, ବିଲି, ଆସ ଦେଖିବା, ଆସ। ସବୁ ଆମ୍ବ ସଢା ଶୁଖି ଯାଇଛି। ଆସ ସବୁ ଦେଖିବା, ଆସ। ଆରେ ବାଃ, ଆମ ଆମ୍ବ ସଢ଼ା ତ କେତେ ବଢ଼ିଆ ସେ ହେଇଯାଇଛି, କେତେ ବଢ଼ିଆ ସେ ଉଠି ବି ଯାଇଛି, ପ୍ଲେଟ୍ରେ ବିଲକୁଲ ଲାଗି ବି ନାହିଁ। ଇଏ ବର୍ତ୍ତମାନ ଆମର ଆମ୍ବ ସଢ଼ା ରେଡି ହେଇଯାଇଛି। ଆଉ ଆମ ପାଖରେ ଏଠି ସବୁ ମଉସା ମାଉସୀ କି ଚାହିଁକି ବସିଛନ୍ତି। ଏବେ ଆମେ ଆମ୍ବ ସଢ଼ା କାଟିବା ଆଉ ଆମ ମଉସା ମାଉସୀକି ଟେଷ୍ଟ କରିବା ପାଇଁ କି ଦବା ଆମ୍ବ ସଢ଼ା କେମିତି ହେଇଛି। ଇଏ ବି ଆଉ ଗୋଟେ ପିସ୍, ଏ 2 ପିସ୍ କୁ ଆଗ ଏକାଠି କରିକି ରଖିଦବା। ଏଇଟାକୁ ତା ଉପରେ ରଖିକି ଡବଲ ଲେୟାର କରିଦବା।
ଏବେ ଆମେ ଆମ୍ବ ସଢାଟିକୁ କାଟିବା। ସବୁବେଳେ ଆମ ଆଶ୍ରମରେ ଆପଣମାନେ ପୋଡ କଟା ହେବାର ଦେଖିଛନ୍ତି ବାର୍ଥଡେ ସେଲିବ୍ରେସନରେ, କିନ୍ତୁ ଆଜି ସ୍ପେଶାଲ ଅକେଜନରେ ଯେହେତୁ ଆମ୍ବ ସଢା ତିଆରି କରୁଛି ତ ସେଥିପାଇଁ ଆଜି ଆମର ଆମ୍ବ ସଢା କଟା ହବ। ଆଉ ତାକୁ ମୁଁ କାଟିବି। ଆରେ ବା, ଦେଖିବା କେମିତି ହେଇଛି ଆମର ଆମ୍ବ ସଢା। ତାକୁ ଏମିତି ସ୍କୋୟାର ସ୍କୋୟାର ସେପର କରିକି କାଟିଦବା। ବଢିଆ ଶୁଖିଲା। ଜଣେ ଜଣେ ଅଛନ୍ତି ଆମ୍ବ ସଢାକୁ ଏମିତି କାଟିକି ରୋଲ ବି କରନ୍ତି, କିନ୍ତୁ ଆପଣ ଏମିତି ସ୍କୋୟାର ସ୍କୋୟାର ସେପର ବି କାଟୁଥିବେ। ଆମ ଘରେ ଏମିତି କଟା ହୁଏ। ମଉସା ତମର କେମିତି କଟା ହୁଏ ଆମ୍ବ ସଢା? ଏମିତି ଆରେ ବା, ଏ ବହୁତ ବଢିଆ ପିସ୍ ହେଇଛି। ତାକୁ ଅଲଗା କରିଦବା। ନିଅ ମଉସା ଚାଖିକି କୁହ ଆମ୍ବ ସଢା କେମିତି ହେଇଛି? ବଢିଆ ହେଇଛି, ଚାଖ ଆଗ। ବଢିଆ ହେଇଛି। ନରମ ହେଇଛି ତ? ହଁ ନରମ। ଖାଇ ହଉଛି? ଖାଇ ହଉଛି। ମିଠା ଠିକ ଅଛି? ନିଅ ମଉସା ଚାଖ। ଚାଖିଲ କେମିତି ଲାଗୁଛି? ଏଇଟା କଣ? ଆମ୍ବ ସଢା। କେମିତି ହେଇଛି? କେମିତି ଲାଗୁଛି? ନାଇଁ ଠିକ ଅଛି। ଠିକ ଅଛି? ଭଲ ହେଇଛି? ସୁକୁନି ମାଉସୀ ନିଅ ଧର ଚାଖିଲ କେମିତି ହେଇଛି? ଚାଖ ଆଗ ଖାଅ। କେମିତି ଲାଗୁଛି? କେମିତି ଲାଗୁଛି? ବଢିଆ ଲାଗୁଛି? ଥ୍ୟାଙ୍କ ୟୁ। ଶାନ୍ତି ମାଉସୀ ନିଅ ଆମ୍ବ ସଢା ଚାଖ କେମିତି ଲାଗୁଛି? କେମିତି ହେଇଛି? ବହୁତ ଟେଷ୍ଟ ହେଇଛି, ଟେଷ୍ଟ ହେଇଛି। ଏଇଟା କଣ? ଆମ୍ବ ସଢା କିଏ କରୁଛି? ଆମ ବୋଉମା କରିଛନ୍ତି। ଭଲ ଲାଗୁଛି? ଟେଷ୍ଟ ହେଇଛି ବୋଉ। ଚାଖି କେମିତି ହେଇଛି? ଟେଷ୍ଟି ଲାଗୁଛି? ଦେଖେ ଚାଲୁ କେମିତି ହେଇଛି? ଟେଷ୍ଟି ହେଇଛି? ଭାଇ ବହୁତ ବଢିଆ ହେଇଛି ବୋଉମା। ଏ ଚାଖିକି କୁହ କେମିତି ହେଇଛି? ଆମ୍ବ ସଢା ବି ବହୁତ ଭଲ ଲାଗୁଛି। ଭଲ ଲାଗୁଛି? ବୋଉମା ବହୁତ ବନଉଛନ୍ତି। ଭଲ ଲାଗୁଛି ତ? ଥ୍ୟାଙ୍କ ୟୁ। ଧନ ଏବେ ତୁ ଚାଖିକି କୁହ କେମିତି ହେଇଛି? କଣ ବା ହଁ କହିଲି କେମିତି ହେଇଛି କହୁନୁ? ଯେମିତି ମମି ୱାଉ ସେମିତି ଆମ୍ବ ସଢା ବି ୱାଉ। ଆଉ ଟିକେ ଦେଇଦେ ମୁଁ ଖାଇଦେବି, ସବୁ ଖାଇଦେବି ଟିକେ ଚାଲ।